ପଲ୍ଲବୀ କହିବେ, ହିସାବ କାଇଁ? କହିଥିଲି ନା ଆଜି ସବୁ ଫାଇଲ ଚେକ୍ କରିବି। ତାପରେ ରୁବି କହିବେ, ତୁ ମୋତେ ହିସାବ ମାଗୁଛୁ? ତୁ ଏମିତି କିଏ ହେଇଗଲୁ କି? ତାପରେ ପଲ୍ଲବୀ କହିବେ, ଏନଜିଓର ମାଲିକାଣୀ। ଏକଥା ବି ମୁଁ କହିଥିଲି ନା? ତାପରେ ରୁବି କହିବେ, ହଁ କହିଥିଲୁ। ଏବେ ତୁ ମାଲିକାଣୀ ହେଇନାହୁଁ। କାଲି ତତେ ଆଦର୍ଶ କହିସାରିଛି ନା? ତତେ ଆଦର୍ଶ ଆଉ ତୋ ଚାକିରି ଏ ଦିଟା ଭିତରୁ କାହାକୁ ଗୋଟାକୁ ବାଛିବାକୁ ପଡ଼ିବ ନା? ତାପରେ ପଲ୍ଲବୀ କହିବେ, ଓ ତା ମାନେ ଲୁଚି ଲୁଚି ଅନ୍ୟମାନଙ୍କର କଥା ଶୁଣିବାର ଅଭ୍ୟାସ ଆପଣଙ୍କର ଅଛି। ତାପରେ ରୁବି କହିବେ, ତାପରେ ରୁବି ପଲ୍ଲବୀ ପାଖକୁ ଆସି କହିବେ, ତୁ ମୋ କଥା ଛାଡ଼, ଆଗ ତୋ କଥା ଭାବ। ମୁଁ ଯେତିକି ଜାଣିଛି ତୋ ପାଇଁ ଆଦର୍ଶ ଅପେକ୍ଷା ଚାକିରି ବହୁତ ବଡ଼। ସୋ ଅବଭିୟସଲି ତୁ ଆଦର୍ଶକୁ ନୁହଁ, ତୋ ଚାକିରିକୁ ଚୁଜ୍ କରିବୁ ନା? ଆଉ ତୁ ଯଦି ତୋ ଚାକିରିକୁ ଚୁଜ୍ କରିବୁ ତାହେଲେ ଆଦର୍ଶ ତତେ ଛାଡ଼ିଦେବ। ବାସ୍, ତାପରେ ତୁ କାହାର ମାଲିକାଣୀ ହେଇ ରହିବୁ ଯେ ଆସି ମୋତେ ହିସାବ ମାଗୁଛୁ? ତାପରେ ପଲ୍ଲବୀ କହିବେ, ଆପଣଙ୍କର ଚିନ୍ତାଧାରା ବହୁତ ମହାନ ରୁବି ମାଉସୀ। ଖୁବ୍ ସହଜରେ ଆପଣ ବହୁତ ଆଗକୁ ଦେଖିପାରନ୍ତି। କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କର ଏ ଇଚ୍ଛା କେବେ ବି ପୂରଣ ହେବନି। ତାପରେ ନୀଲମ କହିବେ, କାରଣ? ପୁଣି ପଲ୍ଲବୀ କହିବେ, କାରଣ ଆଦର୍ଶ ଚାହିଁବେ ମୁଁ ଚାକିରି ଛାଡ଼ିଦିଏ ଆଉ ମୁଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଚାକିରି ଜାରି ରଖିବି। ଏମିତି କ'ଣ କେବେ ହେଇପାରିବ? ତାପରେ ରୁବି କହିବେ, ତା ମାନେ କ'ଣ କହିବାକୁ ଚାହୁଁଛୁ ତୁ? ତାପରେ ପଲ୍ଲବୀ କହିବେ, ମୋ ରେଜିଗ୍ନେସନ୍ ପେପର ଅଲରେଡି ରେଡି ହେଇକି ଅଛି ରୁବି ମାଉସୀ। ଆଉ ଖୁବ୍ ଶୀଘ୍ର ମୁଁ ଏ ଚାକିରି ଛାଡ଼ିବି। ତାପରେ ନୀଲମ ରୁବିଙ୍କ କାନରେ କହିବେ, ଆମର ସବୁ ହିସାବ ତ ଗୋଲମାଲ ହେଇଗଲା ମାମା। ଯଦି ପଲ୍ଲବୀ ଚାକିରି ଛାଡ଼ିଦିଏ ତାହେଲେ ମାୟା ଆଣ୍ଟି ତାକୁ କ୍ଷମା କରିଦେବେ। ଆଉ ତାପରେ ଏ ଘରେ ତାର ପ୍ରତ୍ୟୟ ପୁରା ବଢ଼ିଯିବ। ଆଉ ତାପରେ ଆମର କ'ଣ ହେବ? କ'ଣ ହେବ ଆମର ଏ ଘରେ? ତାପରେ ପଲ୍ଲବୀ କହିବେ, କ'ଣ ଫୁସୁର ଫୁସୁର ହଉଛନ୍ତି ନୀଲମ ଦି? ତମ ଦି ଜଣଙ୍କର ମୋ ପାଖରୁ ମୁକ୍ତି ନାହିଁ। ହିସାବ ଦେଖାଅ ମୋତେ। ତାପରେ ରୁବି କହିବେ, ବାସ୍ ବାସ୍, ଔକାତ ଦେଖେଇବା ସେତିକି ରଖ। ଔକାତ ଦେଖେଇବା ସେତିକି ରଖ। ହିସାବ ପତ୍ର ରେଡି ହେଇ ସାରିଛି। ଏଇ ନେ ଦେଖ କହି ପେପର ଦେବେ। ତାପରେ ପଲ୍ଲବୀ ପେପର ଦେଖିବେ ଆଉ ମନେ ମନେ କହିବେ, ଏମାନେ ଏତେ ଶୀଘ୍ର ଏ କାମ କେମିତି ସାରିଦେଲେ? ମୁଁ ଭାବିଥିଲି ଆଜି ଏ ଦି ଜଣଙ୍କୁ ଫୁଲ ହଇରାଣ କରିବି। କିନ୍ତୁ କିଛି ନା କିଛି ତ ଗଡ଼ବଡ଼ ଅଛି। ତାପରେ ଏପଟେ ଆଦର୍ଶ ପଲ୍ଲବୀଙ୍କ ଚିଠି ପଢ଼ିବେ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଆଦର୍ଶ କ'ଣ ପଲ୍ଲବୀଙ୍କୁ ଚାକିରି ଛାଡ଼ିବା ପୂର୍ବରୁ ଅଟକେଇବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।